ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନବୀନାନନ୍ଦ ସ୍ୱର୍ଗତ ନବୀନାନନ୍ଦ ଗନ୍ତାୟତଙ୍କର ସ୍ମୃତିରେ ଆଜି ଏକ ସ୍ୱତନ୍ତ୍ର ସଭା ଆୟୋଜନ ହୋଇଯାଇଛି ଉତ୍କଳ ହିତୈଷୀ ସଭାଗୃହଠାରେ। ତେବେ ଏଇ ଯୋଉ ନବୀନ ଚିନ୍ତାଧାରା ଯେମିତି ତାଙ୍କ ନାଁ ଥିଲା, ଏଇ ଯୋଉ ନବୀନ ଚିନ୍ତାଧାରା କେମିତି ଆସିଲା ଏବଂ ଆଜିର ଯୋଉ ଆୟୋଜନ କରାଯାଇଛି ତାର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟକୁ ନେଇ ଆମେ କଥା ହେବା। ଆମ ସହିତ ଉପସ୍ଥିତ ଅଛନ୍ତି ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଜୁନ ପାଣିଗ୍ରାହୀ ସହ। ସାର୍ କଣ କହିବେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ? ଦେଖନ୍ତୁ, ଆମର ଉଦ୍ଦେଶ୍ୟ ଆଉ ଲକ୍ଷ୍ୟ ହଉଛି ଏହା ଯେ ସେ ଜଣେ ଗଜପତି ଜିଲ୍ଲାର ସୁନାମଧନ୍ୟ ତଥା ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ ତଥା ଆମର ଉତ୍କଳ ସାମ୍ବାଦିକ ସଂଘର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କର ଯୋଉ ମୂଲ୍ୟବୋଧ ସାମ୍ବାଦିକତା ସେ ଯୋଉଟା ନିଜ ଜୀବନରେ ଫଲୋ କରୁଥିଲେ, ଅନୁସରଣ କରୁଥିଲେ, ସେଇଟାକୁ ଏଇ ଯୁବପିଢ଼ି ସାମ୍ବାଦିକଙ୍କ ମନରେ ତାହାକୁ ଆଣିବା ପାଇଁ, ସେ ବିଷୟରେ ସଚେତନା ସୃଷ୍ଟି କରିବା ପାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଉ ଲକ୍ଷ୍ୟ ଥିଲା ଏହା ହିଁ ଯେ ସ୍ୱଚ୍ଛତା, ନିର୍ଭୀକତା ଏବଂ ମୂଲ୍ୟବୋଧ ସାମ୍ବାଦିକତାକୁ ଆମେ କେମିତି ଅନୁସରଣ କରିବା ଏବଂ ସାମ୍ବାଦିକତା ପ୍ରଫେସନ ପେସାର ଗୌରବ ଗାରିମାକୁ ବଜାୟ ରଖିବା। ନିହାତି ଭାବେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବରିଷ୍ଠ ସାମ୍ବାଦିକ ଗଜପତି ଜିଲ୍ଲାର ଗୌଡ଼ ଚୌଧୁରୀ। ତାଙ୍କ ସହିତ କଥା ହେବା। ସାର୍, ବକ୍ତା ଭାବେ ଆପଣ ଯୋଗ ଦେଇଛନ୍ତି ଆଜିର ଏହି କାର୍ଯ୍ୟକ୍ରମରେ, କଣ ସ୍ମୃତି ରହିଛି ସାର୍ଙ୍କ ସହିତ? ଆମେ ଯେତେବେଳେ ଯୁବ ଅବସ୍ଥାରେ ଏ ପ୍ରଫେସନରେ ଯୋଗଦାନ କଲୁ, ସେତେବେଳେ ଆମର ସହତ ପ୍ରହାର ରମଜାନ ପଞ୍ଚାୟତ ସେ ମୁଁ ସାମ୍ବାଦିକ ଥିଲି ଏବଂ ମୁଁ ଯେତେବେଳେ ସେଥିରେ ଦୈନିକ ଆଶାରେ ଜଏନ୍ କଲି 1986 ମସିହାରେ, ସିଏ ଏଠି ନିଜ ପ୍ରତିନିଧି ଥିଲେ, ମୁଁ ସୋଶାଲ କରେସ୍ପଣ୍ଡେଣ୍ଟ ଏଠି ଜଏନ୍ କରିଥିଲି। ପରେ ତାଙ୍କୁ ଯାଇ ସାକ୍ଷାତ କରିଥିଲି, ଦେଖା କରିଥିଲି। ନ୍ୟୁଜ୍ ଫ୍ୟୁଜ୍ ଦୁଇ ଜଣ ଯାକ ମିଶିକି ଆରମ୍ଭ କଲୁ। ପରିଷଦ ସେ କହିଲେ ଗୋଟେ ମୁଁ ତଦନ୍ତ ପାଇଁ କରୁଛି, ତୁମେ ଦୈନିକ ଆଶା ପାଇଁ କର। ସେତେବେଳେ ତାଙ୍କ ସହିତ ମୋର ସଂସ୍ପର୍ଶ ଆସିଲା, ବହୁତ ଭଲ ସମ୍ପର୍କ ଥିଲା ତାଙ୍କ ସାଙ୍ଗରେ। ତାଙ୍କ ଘରକୁ ବି ଡାକୁଥିଲେ, ମୁଁ ବସୁଥିଲି ଘର ପାଖରେ, ତାଙ୍କ ପରାମର୍ଶ ନେଉଥିଲୁ। ସମସ୍ୟା ଭିତ୍ତିକ ନ୍ୟୁଜ୍ କରିବା ପାଇଁ ସବୁବେଳେ ଆମକୁ ପରାମର୍ଶ ଦେଉଥିଲେ। ସମସ୍ୟା ଲେଖିଲେ ନ୍ୟୁଜ୍ ଲୋକଙ୍କର ସମସ୍ୟାର ସମାଧାନ ହେବ, ବା ଜଳ ଯୋଗାଣଠୁ ଆରମ୍ଭ କରିକି ରାସ୍ତାଘାଟ, ଅନ୍ୟାନ୍ୟ ଯେଉଁ ଆଦିବାସୀମାନଙ୍କର ଆମ ସମ୍ବିଧାନ ସେତେବେଳେ ଥିଲା। ସେତେବେଳେ ତାଙ୍କ ସଂସଦ ଆସିଲା ପରେ ଆମେ ବହୁତ ଜିନିଷ ତାଙ୍କଠୁ ଶିଖିଲୁ। ଯେହେତୁ ସେ ଆମର ବହୁତ ସିନିୟର ଥିଲେ, ସେତେବେଳେ ଆମେ ନୂଆ ନୂଆ ସାମ୍ବାଦିକ ଥିଲୁ। ସେମାନେ କହୁଥିଲେ ଯେ ସେ କହୁଥିଲେ କି ତୁମେ ନୂଆ ଯୁବପିଢ଼ି ବର୍ତ୍ତମାନ ଏଥିରେ ଯୋଗଦାନ କରୁଛ, ତେଣୁ ଆଗକୁ ଆପଣ ଯିବେ, ବହୁତ କଷ୍ଟ ପଡ଼ିବାକୁ ପଡ଼ିବ ଏଇ କ୍ଷେତ୍ରରେ। ତେଣୁ ଆମେ ବି ତାଙ୍କର ପରାମର୍ଶ ନେଇ ଏ କ୍ଷେତ୍ରରେ ସାଇକେଲରେ ସାମ୍ବାଦିକ ଆରମ୍ଭ କରିକି ଆଜି ଏ ସ୍ତରରେ ଆମେ ପହଞ୍ଚିଛୁ। ତାଙ୍କର ପରାମର୍ଶ ଆଜି ଆମକୁ ଏଇ ସ୍ତରରେ ପହଞ୍ଚେଇଛି। ନିଶ୍ଚୟ ଭାବେ ତାଙ୍କ ପରାମର୍ଶ ଆଜି ଏହି ସ୍ତରରେ ପହଞ୍ଚେଇଛି। ତାଙ୍କର ସୁପୁତ୍ର ଅଛନ୍ତି ସ୍ୱର୍ଗତ ନବୀନାନନ୍ଦ ଗନ୍ତାୟତଙ୍କର। ଆଜି ବାପାଙ୍କ ପାଇଁ ଏତେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଉ ମୁଖ୍ୟ କରି ଯଦି କହିବା, ନୂଆ ଧାରା ଗୋଟେ ସୃଷ୍ଟି ହେଲା ଯାହାକି ପୂର୍ବରୁ ନଥିଲା। କଣ କହିବେ, ଆପଣଙ୍କୁ କଣ ଆଜି ଅନୁଭବ ହଉଛି? ଆଜି ଦିନଟି ପୁରା ବହୁତ ଖୁସି ଲାଗୁଛି, ଯଦ୍ୱାରା କି ଆମର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଏହି ପ୍ରୋଗ୍ରାମଟି ଆୟୋଜନ କରାଯାଇଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଅଳ୍ପ ଦିନ ତଳେ ଏଇ ଯେଉଁ ଉତ୍କଳ ସାମ୍ବାଦିକ ସଂଘର ନୂଆ ଯେଉଁ ଫର୍ମେସନ ହେଲା, ସେଥିରେ ଦ୍ୱିଜେନ୍ଦ୍ରନାଥ ପାଢ଼ୀ ମାନେ ସଭାପତି ରହିଥିଲେ ଆଉ ଆମର ଉପସଭାପତି ଭାବରେ ସନ୍ତୋଷ ପଟ୍ଟନାୟକ ଥିଲେ। ସେସବୁ ମିଶି ତାଙ୍କ ଭିତରେ ଡିସ୍କସ୍ ହେଲା। ତାପରେ ମୋ ପାଖକୁ ଆସିଲେ କରିବାର କରିଥିଲେ, ମୁଁ ତାଙ୍କୁ ସାହାଯ୍ୟ କରିଥିଲି, ସହଯୋଗ କରିଥିଲି, କରିବା କିଛି ଅସୁବିଧା ନାହିଁ। ଏମିତି ସବୁ ପ୍ରକାର ସବୁ ହେଇଛି, ଭଲ ହେଇଛି। ଆଉ ଆଜି ବହୁତ ମାନେ ଗେଟ୍ ଟୁଗେଦର ହେଇଛି, ମାନେ ସଭା ସମିତି ବହୁତ ସୁନ୍ଦର ଭାବରେ ଆୟୋଜନ କରିବାକୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ନିଶ୍ଚୟ ଭାବେ ତାଙ୍କ ମନରେ ଯଦି କହିବା ଅନେକ ଖୁସି ରହିଛି। ତା ସହିତ ଆମର ଯୋଉ ଉତ୍କଳ ସାମ୍ବାଦିକ ସଂଘ ରହିଛି ତାର ସମ୍ପାଦକ ଅଛନ୍ତି ସରୋଜ ବୀରା, ତାଙ୍କ ସହ ସିଧାସଳଖ କଥା ହେବା। କଣ କହିବେ, ଆଜି ଯୋଉ ନୂଆ ଧାରା ଆରମ୍ଭ କରିଛନ୍ତି, ମୁଖ୍ୟ କରି ଯେମିତି ସ୍ମୃତିରେ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି, କାହାକୁ ସମ୍ବର୍ଦ୍ଧନା କରାଗଲା, ଏଇ ଧାରା ଆଗାମୀ ଦିନରେ ଜାରି ରଖିବା ପାଇଁ କିଭଳି ଆପଣ ପ୍ରତିବଦ୍ଧ ରହିବେ? ନିଶ୍ଚିତ ଭାବେ ଦେଖନ୍ତୁ, ଆଜି ନବୀନାନନ୍ଦ ଗନ୍ତାୟତ ଯିଏ ବରିଷ୍ଠ ସାମ୍ବାଦିକ ଥିଲେ ଏବଂ ସାମ୍ବାଦିକତା ବିଶେଷ କରି ଯଦି ଜିଲ୍ଲା ସ୍ତରରେ ଦେଖିବା, ଗଜପତି ଜିଲ୍ଲାର ଯୋଉ ସାମ୍ବାଦିକତା ରହିଛି, ସେ ସାମ୍ବାଦିକତାକୁ ଦିଗଦର୍ଶନ ଦେଇଥିଲେ, ସେ ଆଦର୍ଶ ଦେଇଥିଲେ ଏବଂ ପ୍ରେରଣା ଯୋଗାଇଛନ୍ତି। ନିଶ୍ଚିତରେ ସେଭଳି ବ୍ୟକ୍ତିତ୍ୱ ଏବଂ ଯୋଉ ନିଶ୍ଚୟ ସହିତ ଯୋଉ ସାମ୍ବାଦିକତା ସେ ଜୀବନରେ କରିଥିଲେ, ଯୋଉ ପରବର୍ତ୍ତୀ ପିଢ଼ି, ଯୋଉ ସାମ୍ବାଦିକ ପିଢ଼ି ଯୋଉ ଆସୁଛନ୍ତି, ସେମାନଙ୍କ ପାଇଁ ସେ ଗୋଟେ ମାନେ ଦିଗଦର୍ଶନ ଦେଇଥିଲେ।
ନିଶ୍ଚିତ ସେଥିପାଇଁ ଆଜି ତାଙ୍କର ସ୍ମୃତି ଚାରଣ କରାହଉଛି। ଏଥିରେ ଆମର ସହରରେ ମାନେ ବହୁତ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଆସିଥିଲେ ଏବଂ ତାଙ୍କର ଜୀବନ ଶୈଳୀ ଏବଂ ତାଙ୍କର କାର୍ଯ୍ୟକାରିତା ଏବଂ ସମାଜ ପ୍ରତି ତାଙ୍କର ଯୋଉ ଦାୟିତ୍ୱବୋଧତା ଥିଲା ତା ଉପରେ ବିଶେଷ ଆଲୋଚନା ହେଇଛି ଏବଂ ସମ୍ପୂର୍ଣ୍ଣ ଭାବେ ସଫଳତାର ସହିତ ତା ପାଳନ ହେଇଛି। ଏଇ ଯୋଉ କାର୍ଯ୍ୟକ୍ରମଟା ପ୍ରତିବର୍ଷ ଆୟୋଜନ କରିବା ପାଇଁ ସଂଘର ଗୋଟେ ନିଷ୍ପତ୍ତି ମଧ୍ୟ ରହିଛି। ଆଜି ଯେମିତି କି ଆପଣ ମାନେ ଜଣେ ବ୍ୟକ୍ତି ବିଶେଷଙ୍କୁ ତାଙ୍କ ସ୍ମୃତିରେ ସମ୍ବର୍ଦ୍ଧନା କରୁଛନ୍ତି, ସେ ବ୍ୟକ୍ତି ଜଣକ କିଏ, ସେ ଚିନ୍ତାଧାରାଟି କେମିତି ଆସିଲା? ନିଶ୍ଚିତ ଦେଖନ୍ତୁ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଯାହା ରହିଛି ସେ ସେ ଥିଲେ ଗଜପତି ଜିଲ୍ଲାର ପ୍ରତିଷ୍ଠାତା, ଜିଲ୍ଲା ଶାଖାର ପ୍ରତିଷ୍ଠାତା ଏବଂ ସଭାପତି ସେ ଉତ୍କଳ ସାମ୍ବାଦିକ ସଂଘକୁ ସେ ଆଗକୁ ନେଇଥିଲେ। ଆଜି ପର୍ଯ୍ୟନ୍ତ ସେଇ ଧାରାରେ ଆମେମାନେ ମଧ୍ୟ ଚାଲିଛୁ। ସେଇଥିପାଇଁ ଆମେ ଚିନ୍ତା କଲୁ ଯେ ନିହାତି ଭାବେ ନିଶ୍ଚିତ ଭାବେ ଆମର ନବୀନାନନ୍ଦ ଗୋତାୟତ ବାବୁଙ୍କର ଯୋଉ ସ୍ମୃତି ଚାରଣ ସଭାଟା ଗୋଟେ ଏକାନ୍ତ ଆବଶ୍ୟକ ରହିଛି ଏବଂ ଯାହାକି ଅନ୍ୟମାନଙ୍କୁ ମଧ୍ୟ ଗୋଟେ ପ୍ରେରଣା ଯୋଗାଇବ। ଆଜି ଯେମିତି ସମ୍ବର୍ଦ୍ଧିତ କରାଗଲା ପ୍ରସାଦ ବାବୁଙ୍କୁ, ତ କଣ ତାର ମାପଦଣ୍ଡ ଆପଣ ନିର୍ଦ୍ଧାରିତ କଲେ? ଦେଖନ୍ତୁ ଆଜି ତାଙ୍କ ଉଦ୍ଦେଶ୍ୟରେ ଗୋଟେ ଗୋଟେ ମାନପତ୍ର ଏବଂ ଗୋଟେ ମୁଭମେଣ୍ଟ ଗୋଟେ ପ୍ରଦାନ କରାଗଲା। ତାଙ୍କର ଯିଏ ହକର ଥିଲେ, ତାଙ୍କର ଯୋଉ ଖବର କାଗଜ ଘରକୁ ଘର ପହଞ୍ଚଉଥିଲେ ଯୋଉ ହକରଟା, ଆଜି ପର୍ଯ୍ୟନ୍ତ ସେ ବ୍ୟକ୍ତି ଜଣକ ହକର ଭାବେ କାମ କରୁଛନ୍ତି। ବିଭିନ୍ନ ପତ୍ରିକା ଘରକୁ ଘର ପହଞ୍ଚଉଛନ୍ତି। ସେଇ ଯୋଉ ମାନେ ସେ ଯୋଉ ନିଷ୍ଠାର ସହିତ ପାଳନ କରୁଥିଲେ ଏବଂ ତାଙ୍କ ସହିତ ନବୀନାନନ୍ଦ ଗୋତାୟତଙ୍କର ଯୋଉ ଅତପ୍ରତ ଭାବେ ଜଡିତ ଥିଲା, ତାକୁ ଦୃଷ୍ଟି ରଖି ଆମେ ସେଇ ମାନଦଣ୍ଡରେ ତାଙ୍କୁ ଆଜି ଆମେ ସମ୍ମାନିତ କରିଛୁ, ଉପଟୋକନ ଦେଇଛୁ ଏବଂ ତାକୁ ଆମେ ମାନବତା ଦେଇକି ସମ୍ମାନିତ କରିଛୁ। ନିଶ୍ଚୟ ଭାବେ ଯଦି କହିବା, କିଛି ଦର୍ଶକ ମଧ୍ୟ ଆଜି ଉପସ୍ଥିତ ଥିଲେ ସ୍ଥାନୀୟ ଅଞ୍ଚଳ, ସାର୍ ଆପଣଙ୍କୁ କେମିତି ଲାଗିଲା? ହଁ, ମୁଁ ପ୍ରଥମେ ତ ସ୍ୱାଗତ କରିବି ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖା ତରଫରୁ ସ୍ୱର୍ଗୀୟ ନବୀନାନନ୍ଦ ଗନ୍ତାୟତଙ୍କର ଯୋଉ ସ୍ମୃତିଚାରଣ କରାଯାଇଛି, ତା ନିଶ୍ଚୟ ଗୋଟେ ଆଦରଣୀୟ ବିଷୟ। ଏଇ ପ୍ରଥା ସବୁବେଳ ପାଇଁ ଚାଲୁ ରଖନ୍ତୁ ଉତ୍କଳ ସାମ୍ବାଦିକ ସଂଘ ତରଫରୁ। କାରଣ ସାମ୍ବାଦିକ ସଂଘ ଗଜପତି ଯେତେବେଳେ ଆରମ୍ଭ ହେଇଥିଲା, ମୋର ନନା ଜଣେ ସାମ୍ବାଦିକ ଥିଲେ। ସେ ଗଣତନ୍ତ୍ର ସ୍ୱରାଜ୍ୟର ସାମ୍ବାଦିକ ଥିଲେ, ଯୋଉମାନେ କି ସ୍ୱର୍ଗତ ଯୁଗଳ ପାଣିଗ୍ରାହୀ, ସ୍ୱର୍ଗତ ପ୍ରହ୍ଲାଦ ଗନ୍ତାୟତ, ସ୍ୱର୍ଗତ ନବୀନାନନ୍ଦ ଗନ୍ତାୟତ, ରତ୍ନମ ସାର୍ ଆଣ୍ଡ କିଶୋର ପଟ୍ଟନାୟକ, ଏମାନେ ସବୁ ସେ ପାଖରେ ପୁରୁଣା ବସଷ୍ଟାଣ୍ଡ ପାଖରେ ବସିକି ଉତ୍କଳ ସାମ୍ବାଦିକ ମାନଙ୍କର ଭବିଷ୍ୟତ କଥା ଚିନ୍ତା କରୁଥିଲେ। ସେତେବେଳେ ପାଲକାର ଆୱାର୍ଡ ପାଇଁ ସେମାନେ ଫାଇଟ୍ କରୁଥିଲେ। ସେତେବେଳେ ସାମ୍ବାଦିକ ମାନଙ୍କର ଅବସ୍ଥା କିଛି, ସେମାନେ ରେମୁନେରେସନ ପାଉନଥିଲେ, କିଛି ଗ୍ରସ୍ତ ଖର୍ଚ୍ଚ ମଧ୍ୟ ଦିଆ ହେଉନଥିଲା। ମୋ ନନା ସ୍ୱରାଜ୍ୟରେ ଥିଲେ, ସ୍ୱରାଜ୍ୟରେ ଦୀର୍ଘ ଲଢେଇ ମଧ୍ୟ ମୁଁ ତାଙ୍କର ଦେଖିଛି। ତାପରେ 1984ରେ ସମ୍ବାଦ ଯେତେବେଳେ ଆରମ୍ଭ ହେଲା ଓଡ଼ିଶାରେ, ସେତେବେଳେ ପ୍ରଥମ ଅଫସେଟ ପ୍ରେସ ସୌମ୍ୟ ବାବୁ ଆରମ୍ଭ କଲେ। ସେଇଟାରେ 1984ରେ ଗଜପତି ଜିଲ୍ଲା ତରଫରୁ ମୋର ନନା ଶ୍ରୀଯୁକ୍ତ ସୀତାକାନ୍ତ ରାଜଗୁରୁ ପ୍ରଥମ ଗଜପତି ଜିଲ୍ଲା ସାମ୍ବାଦିକ ସମ୍ବାଦ ତରଫରୁ ହେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନନା ସ୍ୱର୍ଗୀୟ ପଦ୍ମଶ୍ରୀ ଡକ୍ଟର ସତ୍ୟନାରାୟଣ ରାଜଗୁରୁ କହିଲେ, ତୁ ନିଜ ହାତରୁ ଖର୍ଚ୍ଚ କରିକି ସବୁ ସମ୍ବାଦପତ୍ରରେ କାମ କରୁଛୁ, ଗ୍ରସ୍ତ ଖର୍ଚ୍ଚ କରୁଛୁ, ଟଙ୍କାଟେ ପାଉନୁ, ଚାଲ ମୋ ସହିତ ଚାଲ, ମୁଁ ସାଂସ୍କ୍ରିଟ ୟୁନିଭର୍ସିଟିରେ ଗୋଟେ ଜଗନ୍ନାଥଙ୍କ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଛି, ସେଇଟାରେ ତୁ ମତେ ଆସିଷ୍ଟ କରିବୁ। ସାଂସ୍କ୍ରିଟ ୟୁନିଭର୍ସିଟିରେ ମୋର ଟେକ୍ନିକାଲ ଆସିଷ୍ଟାଣ୍ଟ ହେଇକି ରହିବୁ। ପରବର୍ତ୍ତୀ ସମୟରେ ସେ 1989 ମସିହାରେ ସମ୍ବାଦକୁ ତ୍ୟାଗ କରିକି ପଳେଇଥିଲେ, କିନ୍ତୁ ଦୀର୍ଘ 40 ବର୍ଷ ସେ ଗଣତନ୍ତ୍ର ସ୍ୱରାଜ୍ୟ ସମ୍ବାଦ ପାଇଁ କାର୍ଯ୍ୟକ୍ରମ ସବୁ କରିଛନ୍ତି। ସେତେବେଳେ ଯେତେବେଳେ ଯାହାବି ଆଜିର ସାମ୍ବାଦିକ ମାନେ କହିଲେ, ବୋଧେ ସେମାନେ ଭୁଲି ଯାଇଛନ୍ତି ସୀତାକାନ୍ତ ରାଜଗୁରୁ ମଧ୍ୟ ସେ ଯୁଗଳ ପାଣିଗ୍ରାହୀ, ନବୀନାନନ୍ଦ ଗନ୍ତାୟତ ଆଉ ପ୍ରହ୍ଲାଦ ଗନ୍ତାୟତ, ଏମାନେ ସବୁ ଗୋଟେ ଗ୍ରୁପରେ ଥିଲେ ପ୍ରଥମେ। ଏତିକି କହିକି ନିଶ୍ଚିତ ଭାବେ ଯଦି କହିବା, ନିହାତି ଭାବେ ଅନେକ ଆମର ସୁନାମଧନ୍ୟ ସାମ୍ବାଦିକ ଗୁଡ଼ିକ ରହିଛନ୍ତି। କେଉଁଠି ନା କେଉଁଠି ଯଦି ବି କାହାକୁ ଭୁଲା ହୋଇଛି, ତେବେ ସଂଘ ତରଫରୁ ଆଗାମୀ ଦିନରେ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ତଥାପି ଯଦି କହିବା, ଯେମିତି ନାଟି ନବୀନ, ତାଙ୍କ ଚିନ୍ତାଧାରା ନବୀନ ଥିଲା ଏବଂ ତାଙ୍କ ଚିନ୍ତାଧାରାକୁ ନେଇ ଆଜି ଯୋଉ ଟ୍ରେଣ୍ଡ ଆରମ୍ଭ ହୋଇଛି, ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଗଜପତି ଜିଲ୍ଲା ସଦର ମହକୁମା ପାହାଳା କିନ୍ତୁ ସନ୍ତୋଷ କୁମାର ପଟ୍ଟନାୟକ, ନ୍ୟୁଜ୍ 10।